ଆପଣ ବେଳେ ବେଳେ ଲକ୍ଷ୍ୟ କରିଛନ୍ତି ଏବେ ଯେତେବେଳେ ଘର କରାହଉଛି ବହୁତ ଉଚ୍ଚା ଉଚ୍ଚା ପାଚେରୀ କରାହଉଛି ସେ ପାଚେରୀ ଭିତରେ କଣ୍ଟା ଭଙ୍ଗା କାଚ ଏସବୁ ଲଗାଯାଉଛି ଚୋର ଭୟ ପାଇଁ ମଧ୍ୟ ଏସବୁ କରାଯାଉଛି କିନ୍ତୁ ଆଜି ବି ଏମିତି ଅନେକ ଜାଗା ଅଛି ଅନେକ ଲୋକଙ୍କ ଘର ଅଛି ଯେଉଁ ଘରେ ପାଚେରୀ ସ୍ୱଳ୍ପ ହାଇଟ୍ କରାଯାଇଛି। କେଉଁଠି କରାଯାଇଛି ସ୍ୱଳ୍ପ ହାଇଟ୍? ନା ପାଖ ପଡ଼ିଶାଙ୍କ ସହ ଭାବ ଆଦାନ ପ୍ରଦାନ ପାଇଁ ପାଚେରୀର ହାଇଟ୍ କମ୍ ରଖାଯାଏ। ସାମ୍ନା ପାଚେରୀ ବଡ଼ କରନ୍ତୁ ମନା ନାହିଁ, ହେଲେ ପାଖ ଯେଉଁ ରହିଛି ପଡ଼ୋଶୀ ମାନଙ୍କ ସହିତ ସମ୍ପର୍କ ବଜାୟ ରଖିବା ପାଇଁ ବା ସେମାନଙ୍କ ସହିତ ସମ୍ପର୍କ ଭାବ ଆଦାନ ପ୍ରଦାନ କରିବା ପାଇଁ ଗୋଟେ ଛୋଟ ପାଚେରୀର ଆବଶ୍ୟକତା ଅଛି। ଏବେ ତ ମଣିଷ ଚାହୁଁଛି ମୁଁ ଏତେ ବଡ଼ ବଡ଼ ପାଚେରୀ କରିବି, ମୁଁ କଣ କରୁଛି କଣ ନାହିଁ ମତେ ଆଉ କେହି ନ ଦେଖନ୍ତୁ। କିନ୍ତୁ ପୂର୍ବ ସମୟରେ ପାଚେରୀ ନଥିଲା, ବାଡ଼ ଥିଲା କି ଯାହା ବି ଥିଲା, ଯୋଉ ପ୍ରକାର ବାଡ଼ ଯାହାକୁ କୁହାଯାଏ ଗାଁ ଗହଳିରେ, ସେ ବାଡ଼ ଦେଇକି ଜଣେ ତା ଘରର ତରକାରୀ ଅନ୍ୟ ଜଣେ ଘରକୁ ଦଉଥିଲା, ସେ ଘରର ତରକାରୀ ପୁଣି ଏ ଘରକୁ ଆସୁଥିଲା। ଏଇଟା ଥିଲା ଭାବ। ବିରାଟ ବଡ଼ ବଡ଼ ପାଚେରୀ କରି ତା ଭିତରେ ଏକୁଟିଆ ରହି ମତେ କେହି ନ ଦେଖନ୍ତୁ, ମୁଁ କଣ ଆଣୁଛି କଣ କରୁଛି କେହି ନ ଦେଖନ୍ତୁ, ଏ ମାନସିକତା ବର୍ତ୍ତମାନ ମଣିଷ ଭିତରେ ଭରିଗଲାଣି। ବିରାଟ ବଡ଼ ବଡ଼ ପାଚେରୀ ଭିତରେ ସେ ନିଜକୁ ନିଜେ ଆବଦ୍ଧ କରିଦେଲାଣି। କେଉଁଠି ନା କେଉଁଠି ଆଜି ଭାବ ସମ୍ପର୍କ ମଳିନ ପଡ଼ିଗଲାଣି। ଏଇ ତ ଜୀବନର କଥା।